ସମସ୍ତଙ୍କୁ ମୋର ନମସ୍କାର। ଆମ ଦ୍ୱାରା ପ୍ରସ୍ତୁତ ଭାଷଣଟି ସ୍ୱାଧୀନତା ଦିବସ ଉପରେ ଆଧାରିତ। ତେଣୁ ସମସ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଯେକୌଣସି ଭାଷଣ କହିବା ପୂର୍ବରୁ ଭାଷାକୁ ପ୍ରଥମେ ସରଳ ବୋଧଗମ୍ୟ କରିବା ସହିତ ଶ୍ରୁତି ମଧୁର ଓ ମନଛୁଆଁ ହୋଇଥିବା ଆବଶ୍ୟକ। ବର୍ତ୍ତମାନ ସ୍ୱାଧୀନତା ଦିବସର ଭାଷଣଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମାବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ, ସମ୍ମାନନୀୟ ଅତିଥି ବୃନ୍ଦ ଓ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଭଉଣୀ ଓ ସହପାଠୀଗଣ, ଆଜି ପବିତ୍ର ସ୍ୱାଧୀନତା ଦିବସ। ଏହି ଶୁଭ ଅବସରରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୋର ବକ୍ତବ୍ୟରେ ଦୋଷ ତ୍ରୁଟି ରହିଲେ କ୍ଷମା କରିବେ। ଆଜି 79ତମ ସ୍ୱାଧୀନତା ଦିବସ। ଯାହା ନାହିଁ ଭାରତେ ତାହା ନାହିଁ ଜଗତେ। ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ପୁଣ୍ୟଭୂମି ଭାରତ ବର୍ଷ, ଯାହାକି ଦିନେ ବ୍ରିଟିଶ ମାନଙ୍କ ଦ୍ୱାରା କବଳିତ ହୋଇଥିଲା। ବାଣିଜ୍ୟର ବାହାନାରେ ଅଧିକାର କରିଥିଲେ ଭାରତର ପ୍ରତ୍ୟେକ ରାଜ୍ୟ। ଭାରତ ବର୍ଷରେ ପ୍ରାୟ 300 ବର୍ଷ ଧରି ସେମାନଙ୍କର ରାଜତ୍ୱର ଇତିହାସ ଥିଲା ରକ୍ତ ରଞ୍ଜିତ ଓ ଲୋମହର୍ଷଣକାରୀ। ଭାରତୀୟମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ, ଯାହାକି ଆମକୁ ପରାଧୀନ କରିଦେଲା। ସେମାନଙ୍କୁ ଯିଏ ପ୍ରତିବାଦ କରୁଥିଲା ତାଙ୍କୁ ମିଳୁଥିଲା ଲାଠି ପ୍ରହାର, ଗୁଳିମାଡ଼ ଓ ଫାଶୀ ଦଣ୍ଡ। 1757ର ପଲାସି ଯୁଦ୍ଧ, 1766ର ବକ୍ସାର ଯୁଦ୍ଧ ପରେ ଭାରତ ମାତା ଛିନ୍ନ ମସ୍ତା ହୋଇଗଲା। ତଥାପି ଭାରତବାସୀ ବ୍ରିଟିଶ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ସିରାଜଉଦ୍ଦୌଲାଙ୍କ ଠାରୁ ଆରମ୍ଭ କରି ଟିପୁ ସୁଲତାନ, ଜୟ ରାଜଗୁରୁ, ଲକ୍ଷ୍ମଣ ନାୟକ ଆଦି ଅନେକ ମହାପୁରୁଷ ଦେଶ ପାଇଁ ପ୍ରାଣ ବଳି ଦେବାକୁ ଆଗେଇ ଆସିଥିଲେ। ପ୍ରକୃତ ସ୍ୱାଧୀନତା ଆନ୍ଦୋଳନ 1857ର ସିପାହୀ ବିଦ୍ରୋହ, ଯାହାକି ମଙ୍ଗଳ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଆରମ୍ଭ କରିଥିଲେ। ଧୀରେ ଧୀରେ ଏହି ବିଦ୍ରୋହ ସାରା ଭାରତରେ ଦେଖାଦେଲା। ଶେଷରେ ନେତୃତ୍ୱ ନେଲେ ମହାତ୍ମା ଗାନ୍ଧୀ ଓ ସୁଭାଷ ଚନ୍ଦ୍ର ବୋଷ। ମହାତ୍ମା ଗାନ୍ଧୀଙ୍କର ଆହ୍ୱାନରେ ସାରା ଭାରତ ପ୍ରକମ୍ପିତ ହେଲା ଆଉ ସାରା ଦେଶରୁ ପ୍ରତିଧ୍ୱନିତ ହେଲା ସ୍ଲୋଗାନ କୁଟି ଖାଅ କାଟି ପିନ୍ଧ। 1938ରେ କିଶୋର ବାଜି ରାଉତଙ୍କର କଣ୍ଠରୁ ଶୁଭିଲା ପ୍ରଜାମଣ୍ଡଳର ହୁକୁମ ନାହିଁ, ଡଙ୍ଗା ମୁହିଁ ଛାଡ଼ିବି ନାହିଁ। 1944ରେ ସୁଭାଷ ଚନ୍ଦ୍ର ବୋଷ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନରେ ଶେଷରେ ବ୍ରିଟିଶ ମାନେ ମୁଣ୍ଡ ନୁଆଇଥିଲେ। ନେତାଜୀଙ୍କର ଦୃଢ଼ ମନୋବଳ, ସାହସିକତା ଏବଂ ଗାନ୍ଧୀଜୀଙ୍କର ଅହିଂସା ଆନ୍ଦୋଳନ ବଳରେ 1947 ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ୱାଧୀନ ହେଲା। ସେହି ଦିନଠାରୁ ପ୍ରତିବର୍ଷ ଅଗଷ୍ଟ 15 ଦିବସକୁ ସ୍ୱାଧୀନତା ଦିବସ ରୂପେ ପାଳନ କରି ଆସୁଛୁ। ଆଜି ଆମେ ସ୍ୱାଧୀନ ଦେଶର ସ୍ୱାଧୀନ ସନ୍ତାନ। ଆଜିର ଦିବସରେ ଦେଶ ପାଇଁ ଶହୀଦ ହୋଇଥିବା ସେହି ମହାପୁରୁଷମାନଙ୍କୁ ମନେ ପକାଇବା ସହ ଜାତୀୟ ପତାକା ତଳେ ଶପଥ ନେବା ଯେ ଭାରତକୁ ଏକ ମହାନ କରି ଗଢ଼ିବା ଓ ବୈଦେଶିକ ମାନଙ୍କର କବଳରୁ ଦେଶକୁ ରକ୍ଷା କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।